କିଛି ଦିନ ପରେ ପୁଣି କନ୍ଧମାଳ ଜିଲ୍ଲାରୁ ଶାଳ କାଠ ଚାଲାଣକୁ ଧରିବାରେ ସଫଳ ହୋଇଛି ବାଲିଗୁଡ଼ା ବନଖଣ୍ଡ ବିଭାଗର କିଛି ଅଞ୍ଚଳ। ବାଲିଗୁଡ଼ା ବନଖଣ୍ଡର ଦାରିଙ୍ଗବାଡ଼ି ରେଞ୍ଜରେ ଗତ 2 ଦିନ ତଳେ ଶାଳ କାଠ ଚାଲାଣ ହେଉଥିଲା। ଏହି ରେଞ୍ଜରୁ ବିରାଟ ବଡ଼ ବଡ଼ ଶାଳ କାଠ ଯାହାକି କନ୍ଧମାଳରୁ ନୟାଗଡ଼ ଯାଉଥିଲା, ତାହା କନ୍ଧମାଳ ଯେଉଁ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ରହିଛନ୍ତି ତାଙ୍କର ନିର୍ଦ୍ଦେଶରେ ସ୍ୱତନ୍ତ୍ର ଭାବେ ଗୋଟେ ଟିମ୍ କରି ଚଢ଼ାଉ କରିଥିଲେ ଏବଂ ସେହି ସମସ୍ତଙ୍କୁ ଜବତ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେଠି ସେଇ ଯେଉଁ କାଠ ଜବତ ହୋଇଥିଲା ଏବଂ 4ଟି ଗାଡ଼ି ଅର୍ଥାତ୍ ଗୋଟେ ଆଇଚର ଗାଡ଼ି ଏବଂ ଜେସିବି ଗାଡ଼ି ଏବଂ 2ଟା ବାଇକ୍, ତା ସହିତ 4 ଜଣଙ୍କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ତ କନ୍ଧମାଳ ଜିଲ୍ଲାରୁ ଏଭଳି ଘଟଣା ଇଏ ନିଶ୍ଚୟ ଚାଞ୍ଚଲ୍ୟ ସୃଷ୍ଟି କରୁଛି, ଯେହେତୁ ଜଙ୍ଗଲରୁ ବିରାଟ ବଡ଼ ବଡ଼ ଶାଳ କାଠ କଟାଯାଉଛି, ତା ସହିତ ବିଭିନ୍ନ ଗାଡ଼ି ବ୍ୟବହାର କରାଯାଉଛି ଏବଂ କାଠକୁ ଲୋଡ଼ କରାଯାଉଛି, ତାକୁ ନେଉଛନ୍ତି। ତ କେଉଁଠି ନା କେଉଁଠି ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସ୍ଥାନୀୟ ଯେଉଁ ଡିପାର୍ଟମେଣ୍ଟ ରହୁଛନ୍ତି ବନ ବିଭାଗର କର୍ମଚାରୀଙ୍କର ଅବହେଳା ରହୁଛି କି, ଏବଂ କେଉଁଠି ନା କେଉଁଠି ଯେଉଁ ରହୁଛନ୍ତି ଅଧିକାରୀମାନେ ସେମାନଙ୍କର ଅବହେଳା ରହୁଛି କି, ଇଏ ମଧ୍ୟ ଏକ ସାଧାରଣ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏବଂ ଏନେଇ ବର୍ତ୍ତମାନ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଯିଏକି ଘନଶ୍ୟାମ ମହନ୍ତ, ସିଏ ତାଙ୍କର ପ୍ରେସ୍ ବିଜ୍ଞପ୍ତି ଦେବେ। ତାହା ବର୍ତ୍ତମାନ ସେଇ ବିଜ୍ଞପ୍ତିରେ ସ୍ପଷ୍ଟ କରିବ ଯେ এই ଯେଉଁ ରାକେଟ୍ ରହିଛି, ଏ ରାକେଟ୍ରେ କ'ଣ ସବୁ ଘଟଣା ରହିଛି, ସମସ୍ତ ତଥ୍ୟ ଆମେ ତାଙ୍କ ସହିତ ଆଲୋଚନା କରିବା। ବାହାରୁ କିଛି ଆସିଛନ୍ତି କାଠ କାଟିବା ପାଇଁ ବୋଲିକିରି, ତ ସେଥିପାଇଁ ଆମେ ପ୍ରାୟ ସବୁ ଆମର ଷ୍ଟାଫ୍ମାନଙ୍କୁ ରେଡ଼ି କରିଥିଲୁ। 4ଟା ରେଞ୍ଜ ଷ୍ଟାଫ୍ ସେଦିନ ରାତିରେ ଡ୍ୟୁଟି କରୁଥିଲେ। ବାଲିଗୁଡ଼ା, ତୁମୁଡ଼ିବନ୍ଧ, କେନୁଆଗା, ଦାରିଙ୍ଗବାଡ଼ି ରେଞ୍ଜ ଷ୍ଟାଫ୍ ଯାଇଥିଲେ। ପିରିଗଡ଼ ଭିତରେ ଗୋଟେ ଜାଗାରେ ଆମର ଗୋଟେ କୁର୍ତ୍ତମ୍ବ ରିଜର୍ଭ ଫରେଷ୍ଟ ଅଛି, ତା ଭିତରେ ସେମାନେ ଶାଳ ଗଛ କାଟିକି ବଡ଼ ବଡ଼ ଗଣ୍ଡି ତିଆରି କରି ବଡ଼ ଟ୍ରକ୍ରେ ଲୋଡ଼୍ କରୁଥିଲେ। ତ ସେମାନେ ଆସିଥିଲେ ନୟାଗଡ଼ ଜିଲ୍ଲାରୁ। ତ ରାତିରେ ପ୍ରାୟ 11:10 ସମୟରେ ଘଟଣା ହେଲା। ସେ ଯେତେବେଳକୁ ଷ୍ଟାଫ୍ ଗଲେ, ସେ ଜେସିବି ଲୋଡ଼ରେ ଟ୍ରକ୍ରେ କାଠ ଲୋଡ଼୍ ହେଉଥିଲା। ତ ସେମାନେ ତାକୁ ଆଉ ଗୋଟେ ବୋଲେରୋ ମଧ୍ୟ ଠିଆ ହେଇଥିଲା ତା ପାଖରେ। ତ ଷ୍ଟାଫ୍ଙ୍କୁ ଦେଖିକିରି ସିଏ ଦୌଡ଼ି ପଳେଇଗଲେ, ଯେଉଁ ଥିଲେ କିଛି ଲୋଡ଼ର ଆଉ ଟ୍ରକ୍ ଆଉ ଯେଉଁ ଥିଲେ ବୋଲେରୋ, ଏମାନେ ପଳେଇବାକୁ ଚେଷ୍ଟା କଲେ। କିଛି ବାଟ ନେଇଗଲେ ମଧ୍ୟ ତାଙ୍କୁ ଅଟକେଇଲେ। ତ ବୋଲେରୋ ବି ଧରାପଡ଼ିଲା, ବୋଲେରୋରେ ବି କାଠ ଥିଲା, ଟ୍ରକ୍ରେ କାଠ ଥିଲା। ଜେସିବି ଲୋଡ଼୍ କଲା, ତାକୁ ବି ସିଜର୍ ହେଲା। ଏବଂ ସେଇ ଗାଡ଼ିକୁ ଲୋକାଲି ଏସ୍କର୍ଟ ଦେବା ପାଇଁ ବୋଲିକିରି 2ଟା ମୋଟରସାଇକେଲ ବି 2 ଜଣ ଲୋକ ଥିଲେ, ତାଙ୍କୁ ବି ଧରାପଡ଼ିଲେ। ସେମାନେ ଲୁଚିକି ଥିଲେ ଗୋଟେ ବୁଦା ଭିତରେ, ଜଙ୍ଗଲ ଭିତରେ, ତାଙ୍କୁ ମଧ୍ୟ ଆରେଷ୍ଟ କରାଯାଇଛି। ତ ଏଇ ଘଟଣାରେ 4 ଜଣ ଲୋକ ଆରେଷ୍ଟ ହୋଇଛନ୍ତି। 2 ଜଣ ଲୋକ ହେଉଛନ୍ତି ନୟାଗଡ଼ ଜିଲ୍ଲାର, ଆଉ ଯେଉଁମାନେ ଲୋକାଲ ଏସ୍କର୍ଟ କରିବାକୁ ଯାଇଥିଲେ, ଲୋକାଲର ଆମର ସେ କୋଟଗଡ଼ ଥାନାର ଆମର ଗୁର୍ତିମିଲା ଗାଁର ଜଣେ ଆଉ ସରକିଙ୍ଗିଆ ଗାଁର ଜଣେ, ସେମାନେ ବି ଆରେଷ୍ଟ ହୋଇଛନ୍ତି। ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ 2ଟା ଗାଁର ଲୋକ ଥିଲେ। ଜଣେ ଅରକ୍ଷିତ ପରିଡ଼ା ବୋଲିକିରି ଗଡ଼ା ଶାସନ ଗାଁ ଶରଣକୁଳ ଥାନାର, ଆଉ ଜଣେ ଶରଣକୁଳ ଥାନା ହରିହରପୁର ଗାଁର ରଞ୍ଜିତ କୁମାର ସ୍ୱାଇଁ, 2 ଜଣ ଧରାପଡ଼ିଛନ୍ତି। ଆଉ ବି ଲୋକ ଅଛନ୍ତି ତା ଭିତରେ, ସେମାନେ ଦୌଡ଼ି ପଳେଇଗଲେ। ନୟାଗଡ଼ ଜିଲ୍ଲାର ଲୋକ ସେମାନେ, ଆଉ ତାଙ୍କୁ ଆମେ ପ୍ରୟାସ ଜାରି ତାଙ୍କୁ ଆରେଷ୍ଟ କରିବା। ସାର୍, ଆନୁମାନିକ କେତେ ଲକ୍ଷ ଟଙ୍କା ହବ ସାର୍? ୟାର ମାନେ କିଙ୍ଗ ପିନ୍ କିଏ ସାର୍? କାହିଁକି ନା ଦେଖନ୍ତୁ, କନ୍ଧମାଳ ଜିଲ୍ଲା ରିଜର୍ଭ ଫରେଷ୍ଟରୁ ନୟାଗଡ଼ର ଶରଣକୁଳକୁ ଯାଉଥିଲା, ତ ଇଏ ଗୋଟେ ବଡ଼ ପ୍ରିପ୍ଲାନ୍ ହେଇଥିବ। କିନ୍ତୁ ତା ଉପରେ କ'ଣ କହିବେ? ଯେଉଁ ସବୁ ଗାଡ଼ି ଜବତ ହେଇଛି, ତା ମାଲିକ ମାନେ କିଏ, ତାଙ୍କୁ କାହିଁକି ଏ ପର୍ଯ୍ୟନ୍ତ ଆରେଷ୍ଟ କରାଯାଇନି? ସେ ବାବଦରେ ଚାଲିଛି, ଏବେ ଇନକ୍ୱାରି ଚାଲିଛି। ଯେଉଁମାନେ ସ୍ପଟ୍ ଟାଇମ୍ ପାଇଛୁ ତାଙ୍କୁ ତ ପଠେଇଛୁ କୋର୍ଟକୁ। ବାକି ଲୋକଙ୍କୁ ଆମେ ଆରେଷ୍ଟ କରିବୁ ସମସ୍ତଙ୍କୁ। ଲୋକାଲ ଜେସିବି ଲାଗିଛି, ଲୋକାଲ ଲୋକ ଲାଗିଛନ୍ତି, ତ ପ୍ରକୃତରେ ମୁଖ୍ୟ ଆସାମୀ କିଏ ସାର୍? ସେଇଟା ତ ଆମେ ଜାଣୁଛୁ, ତା ଭିତରେ ଆମେ ଇନକ୍ୱାରି କରୁଛୁ। ବର୍ତ୍ତମାନ ଆପଣଙ୍କୁ ଖାଲି ଏତିକି ସୂଚନା ଦେଲି ଯେ ଯେଉଁମାନେ ବି ୟା ଭିତରେ ଇନଭଲ୍ଭ ଅଛନ୍ତି ସମସ୍ତଙ୍କୁ ଆରେଷ୍ଟ କରାହେବ। ସମସ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆପଣ ସିଧାସଳଖ ଶୁଣୁଥିଲେ ଯିଏକି ଡିଏଫ୍ଓ ସାର୍ ରହିଛନ୍ତି, ସିଏ ନିଜର ପ୍ରତିକ୍ରିୟାରେ ସମସ୍ତ କଥା କହୁଥିଲେ। ଏବଂ ବର୍ତ୍ତମାନ ଏ ନେଇ ଆଉ ଏଇ ଯେଉଁ ଚୋରା ଚାଲାଣ ଚାଲିଛି, ଏ ନେଇ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏଇ ଯେଉଁ ରାକେଟ୍ରେ କେଉଁ ବଡ଼ ବଡ଼ ଲୋକ ଅଛନ୍ତି, ଏସବୁ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ଏବଂ ବର୍ତ୍ତମାନ ଏଇ ଯେଉଁ ଚାଲାଣକୁ ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି, ତା ସବୁ ସେ କହିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଡିଏଫ୍ଓ ଅଫିସ୍ ଭିତରୁ ତାପସ କୁମାର ନାୟକ, MBC TV।